कोदଳାଠାରେ ୟୁଡି ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା କୋଦଳାଠାରେ ଆଜି ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ସଭା ଓ ବିଶାଳ ମିଶ୍ରଣ ପର୍ବ ଆୟୋଜିତ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ରାଜ୍ୟ ସରକାର ମାତ୍ର 14 ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର 2ଟି ପଞ୍ଚାୟତକୁ ଏନ୍ଏସି ଓ 5ଟି ଏନ୍ଏସି କୋ ମ୍ୟୁନିସିପାଲିଟି କରାଯିବା ନେଇ ଘୋଷଣା କରିଥିବା ଯୋଗୁଁ ଗୃହ ଉନ୍ନୟନ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାପରେ 3 ମନ୍ତ୍ରୀ ନିଜର ଅଭିଭାଷଣ ରଖିଥିଲେ। ଏହାପରେ କୋଦଳାରେ 7 କୋଟି 2 ଲକ୍ଷ ବ୍ୟୟରେ ଏକ ମାର୍କେଟ କମ୍ପ୍ଲେକ୍ସ ଓ 8 କୋଟି 70 ଲକ୍ଷ ବ୍ୟୟରେ ଏକ ବିରାଟ ବଡ଼ ହଜର କାମକୁ ମଧ୍ୟ ଶୁଭାରମ୍ଭ ଦେଇଥିଲେ 3 ମନ୍ତ୍ରୀ। ଏହାପରେ ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ। 3 ମନ୍ତ୍ରୀଙ୍କ ଉପସ୍ଥିତିରେ ପୁରୁଷୋତ୍ତମପୁର ଉପାଧ୍ୟକ୍ଷ ମମତା ବାରିକ 22ଟି ପଞ୍ଚାୟତର ସରପଞ୍ଚ 4 ଜଣ ସମିତି ସଭ୍ୟାଙ୍କ ସମେତ ବହୁ ପୁରାତନ ସରପଞ୍ଚ ସମିତି ସଭ୍ୟା ବିଜେପିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବ ଦ୍ୱାରା କବି ସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପି ଆହୁରି ମଜବୁତ ହୋଇଛି ବୋଲି କହିଛନ୍ତି କୋଦଳା ଏନ୍ଏସି ଅଧ୍ୟକ୍ଷ। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକଙ୍କ ସହ ଶତାଧିକ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ। ମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲାର କାରିଗରୀ ପିତ୍ତଳର ମାଛ ଓ ତାରାତାଣୀଙ୍କ ଫଟୋଚିତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଓଡ଼ିଶାରେ କଥାରେ ଅଛି ଗଞ୍ଜାମ ଜିଲ୍ଲାର ଲୋକେ ଯେଉଁ ପାର୍ଟିକୁ ସହଯୋଗ ସମର୍ଥନ ଦିଅନ୍ତି ସେ ପାର୍ଟି ଓଡ଼ିଶାରେ ସରକାର କରେ ଏବଂ ଗଞ୍ଜାମ ଜିଲ୍ଲାର ଆଶୀର୍ବାଦରେ ଆଜି ଓଡ଼ିଶାରେ ସରକାର ହେଇଛି। ଏଇଥିପାଇଁ କାହିଁକିନା 13ଟା ବିଧାନସଭାରୁ 11ଟା ବିଧାନସଭାରେ ଲୋକଙ୍କର ଆଶୀର୍ବାଦରେ ଆମର ବିଧାୟକମାନେ ଜିତିଛନ୍ତି। ତା ସହିତ 3ଟା ଏମ୍ପି କହିବାର ଅର୍ଥ ହେଲା ଭଞ୍ଜନଗର ମଧ୍ୟ କନ୍ଧମାଳ ଯାଉଛି। ତେଣୁ ଲୋକଙ୍କର ଯେଉଁ ଭଲ ପାଇବା ଯେଉଁ ଆଶୀର୍ବାଦ ଆଜି ସରକାର ଗଢ଼ିବାରେ ଯେଉଁ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ଯେଉଁ ଲୋକଙ୍କର ଆଶା ଆକାଂକ୍ଷା ଥିଲା ତାକୁ ପୂରଣ କରିଛନ୍ତି ଏବଂ ଓଡ଼ିଶାରେ 7ଟା ମ୍ୟୁନିସିପାଲିଟି ଘୋଷଣା କରିଥିଲେ। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର 5ଟା, ଯାହାକି ନିଶ୍ଚିତ ଭାବେ ଆମ ପାଇଁ ସୌଭାଗ୍ୟର ବିଷୟ। ତା ସହିତ ଗଞ୍ଜାମ ଜିଲ୍ଲାର 2ଟା ଏନ୍ଏସି ମଧ୍ୟ ଘୋଷଣା କରିଛନ୍ତି। ସେ ପରିପ୍ରେକ୍ଷୀରେ ଆଜି ଆମେ ୟୁଡି ମିନିଷ୍ଟରଙ୍କୁ କୋଦଳାକୁ ସ୍ୱାଗତ କରିଛୁ ଏବଂ ଜିଲ୍ଲା ତରଫରୁ ଏବଂ କମିଶନ ନିର୍ବାଚନ ମଣ୍ଡଳୀ ତରଫରୁ ଆମେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବୁ। ତା ସହିତ ଯେମିତି କେନ୍ଦ୍ରରେ ଅଛି କଂଗ୍ରେସ ହଟାଅ, ଓଡ଼ିଶାରେ ମଧ୍ୟ ବିଜେଡ଼ି ହଟାଅ ଏବଂ ଓଡ଼ିଶା ବଞ୍ଚାଅ ନାରାକୁ ଆମେ ସାକାର କରିବା ପାଇଁ ଏଠି ମିଶ୍ରଣ ପ୍ରବନ୍ଧ କରିଛୁ। ପାଖାପାଖି 20 ଜଣ ସରପଞ୍ଚ ସମିତି ସଭ୍ୟ ଦଳରେ ସାମିଲ ହେବେ ଏବଂ ଯେଉଁ ବିଜେପିକୁ ଭଲ ପାଇବା ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ଦେଶକୁ ପ୍ରଗତି ପଥରେ ନେବା, ସ୍ୱଚ୍ଛ ସରକାର ସ୍ୱଚ୍ଛ ଶାସନକୁ ଭଲ ପାଇ ଏବଂ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଯେଉଁ କାର୍ଯ୍ୟଶୈଳୀ ତାକୁ ଭଲ ପାଇ ବହୁତ ବିଜେଡ଼ି କର୍ମୀ ଆଜି ବିଜେପିରେ ସାମିଲ ହେବେ। ଦେଖନ୍ତୁ ଓଡ଼ିଶାରେ ଯେତେବେଳେ ବିଜୁ ଜନତା ଦଳ ନିଶ୍ଚିତ ଭାବରେ ଆମେ ସମସ୍ତେ ଧନ୍ୟବାଦ ଦେବା ବର୍ତ୍ତମାନ ସରକାର ମୋହନ ମାଝୀଙ୍କ ନେତୃତ୍ୱ ଚାଲିଥିବା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା କଥା। 14 ମାସ ସରକାର ଭିତରେ 28ଟି ଏନ୍ଏସି 7ଟି ମ୍ୟୁନିସିପାଲିଟି ଏବଂ 1 କର୍ପୋରେସନ ଘୋଷଣା କରିଛନ୍ତି। ଆଉ ସେଥିମଧ୍ୟରୁ 2ଟି ଏନ୍ଏସି ଏଠି ଗଞ୍ଜାମ ଜିଲ୍ଲାରେ ଏବଂ 7ଟି ମ୍ୟୁନିସିପାଲିଟି ଘୋଷଣା ହେଇଛି ତନ୍ମଧ୍ୟରୁ 5ଟି ମ୍ୟୁନିସିପାଲିଟି କେବଳ ଗଞ୍ଜାମ ଜିଲ୍ଲାରେ। ଇଏ ଦୀର୍ଘ ଦିନର ଆଶା ଅପେକ୍ଷା ଥିଲା। ଏ ହୁଏତ 5 ବର୍ଷ ପୂର୍ବରୁ ହେଇପାରିଥାନ୍ତା, କିନ୍ତୁ ଏବେ ଲୋକଙ୍କ ସରକାର ମୋହନ ମାଝୀଙ୍କ ସରକାର ଆକୁ ଚିନ୍ତା କରି ଘୋଷଣା କରିଛନ୍ତି। ଏଠି ମାନ୍ୟବର ମନ୍ତ୍ରୀ ମହୋଦୟ ମଧ୍ୟ ଟ୍ରାନ୍ସପୋର୍ଟ ବିଭାଗର ମନ୍ତ୍ରୀ ମଧ୍ୟ ବିଭୂତି ଭାଇ ଏବଂ ଏଠିକାର ଆଉ ଜଣେ ମନ୍ତ୍ରୀ ଗୋକୁଳା ଭାଇ ଏବଂ ସମସ୍ତ ବିଧାୟକ ମାନଙ୍କର ଇଚ୍ଛା ଆଗ୍ରହ ମଧ୍ୟ ରହିଲା ଏବଂ ସେମାନେ ଆପରେ ବାରମ୍ବାର କହି ଆସୁଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ କଥାକୁ ଗୁରୁତ୍ୱ ଦେଇ ଏ ଗଞ୍ଜାମ ଜିଲ୍ଲାର ବାସୀ ବହୁତ ଭଲ ପାଇ ଏ ସରକାରକୁ ଆଣିଥିବାରୁ ମୋହନ ମାଝୀଙ୍କ ସରକାର ଏ ଗଞ୍ଜାମ ଜିଲ୍ଲା ପ୍ରତି ଅତ୍ୟନ୍ତ
ଆନନ୍ଦର ସହିତ ଏକୁ ଘୋଷଣା କରିଛନ୍ତି ଏବଂ ଆର୍ଥିକ ସହାୟତା ମଧ୍ୟ ଅଧିକରୁ ଅଧିକ ଦଉଛନ୍ତି। ତେଣୁ ଦେଖନ୍ତୁ ଯେତେବେଳେ ଆର ଯୋଗ୍ୟତା ଆସିଯିବ ସେତେବେଳେ ପାଇବ। ଆମର ଉଜ୍ଜଳା ପାଇଁ ଗର୍ବ। ଆଜି ଆମ ମିନିଷ୍ଟର ମୋର କାଲି ଜନ୍ମଦିନ ଗଲା, ଆଜି ଜନ୍ମଦିନରେ ମୋତେ ଭେଟି ଦେଇଛନ୍ତି କୋଦଳାବାସୀକି। ପାଖାପାଖି 16 କୋଟି ଟଙ୍କା ପାଖାପାଖି ପ୍ରକଳ୍ପ ଉନ୍ମୋଚନ କଲେ, ସଡ଼କ ଉନ୍ମୋଚନ କଲେ। ଏଥିରେ କୋଦଳାର ସ୍ୱାର୍ଥ ପାଇଁ କରିଥିବା ଯୋଗୁଁ ମୁଁ ଧନ୍ୟବାଦ ଦେଉଛି ଆମ ଅର୍ବାନ ମିନିଷ୍ଟର ଆଉ ଆମ ପ୍ରତାପ ଭାଇଙ୍କୁ। ଆଉ ଆମର ବହୁ ବଡ଼ 7 କୋଟି 2 ଲକ୍ଷ ବ୍ୟୟର ଗୋଟେ ମାର୍କେଟ କମ୍ପ୍ଲେକ୍ସ ହେଉଛି। ଆଉ ଗୋଟେ ଆମର 45 ଏକର ବିଶିଷ୍ଟ ହଜଟାକୁ ଆମର 7 କୋଟି 8 କୋଟି 70 ଲକ୍ଷ ବ୍ୟୟରେ ଆମର କରାଯାଉଛି। ସେଥିପାଇଁ ମୁଁ ଧନ୍ୟବାଦ ଦେଇ ଆମ ମୋହନ ମାଝୀ ସରକାରଙ୍କୁ ଆଉ ଆମର ଏଇଠି କୋଦଳା ଟ୍ରିପଲ ଇଞ୍ଜିନ ସରକାରକୁ ଆମ ସପୋର୍ଟ କରିଥିବା ଯୋଗୁଁ ମୁଁ ଧନ୍ୟବାଦ ଦେଉଛି ଆମ ଅର୍ବାନ ମିନିଷ୍ଟରଙ୍କୁ, ଆମର ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ଦେଖନ୍ତୁ ଆଜି ମିଶ୍ରଣ ପର୍ବରେ ବିଜେଡିର ବହୁତ ଲୋକ ମିଶିଛନ୍ତି ଆଜି, ଆଉ ଜନପ୍ରତିନିଧି ମିଶିଛନ୍ତି। କାରଣ 24 ବର୍ଷ ସରକାର ଥିଲା ସମୟରେ ଡେଭଲପମେଣ୍ଟ ଗଞ୍ଜାମରେ ହଉନଥିଲା। ମାତ୍ର ଆମର ଡବଲ ଇଞ୍ଜିନ ସରକାର ଏବେ ଯୋଉ ଡେଭଲପମେଣ୍ଟ କରୁଛନ୍ତି ତାର ଅନୁପ୍ରାଣିତ ହେଇକି ସବୁ ଆଜି ଜନପ୍ରତିନିଧି ମାନେ ବିଜେଡିର ଦଳର ଲୋକ ମିଶିଛନ୍ତି ଆଜି ବିଜେପିରେ। ପାଖାପାଖି 43ଟି ପଞ୍ଚାୟତର ଲୋକ ମିଶିଛନ୍ତି ଆଜି, ଆଉ କୋଦଳା ଏନ୍ଏସିରେ ବି ମିଶିଛନ୍ତି ଆଜି। ପାଖାପାଖି ତ ମୁଁ କାଉଣ୍ଟ କରିପାରିବିନି, ମୁଁ ତ ଏନ୍ଏସି ଭିତରେ ଆଗ ବୁଝୁଥିଲି, ଆଉ ବିଧାୟକଙ୍କୁ ପଚାରିଲେ ସେ ଉତ୍ତର ଦେଇପାରିବେ। ଗଞ୍ଜାମ ପୁରୁଷୋତ୍ତମପୁର ଶୁଭଙ୍କର ଦାସଙ୍କ ରିପୋର୍ଟ, ପ୍ରେରଣା ନ୍ୟୁଜ ଟୁଡେ।